Guys, welcome and welcome back to my another vlog. Joy Jagannath. Happy Makara Sankranti to all. ଆଜି ହେଉଛି ମକର ସଂକ୍ରାନ୍ତି। ମୁଁ ଏଇଠି ଖରାରେ ବସିଛି ଟିକେ ସକାଳୁ ଉଠି ଖାଇ ପିଇକିରି। ଆଜି ତ ମୁଁ ବେଶୀ ସଂକ୍ରାନ୍ତିରେ କରିନି, ଏବେ ଟାଇମ୍ରେ ତ କରିହେବନି, ଆପଣମାନେ ଜାଣିଛନ୍ତି। ତ ସେଥିପାଇଁ ମୁଁ କରିନି। ତ ଆଜି କ'ଣ କ'ଣ କଲି ଶାଶୁଘରେ, ମକର ସଂକ୍ରାନ୍ତି କେମିତି କ'ଣ ହେଲା ମୋର, ମାନେ ଆଜି କେମିତି କ'ଣ ସେଲିବ୍ରେଟ୍ କଲୁ, ସବୁକିଛି ଆପଣଙ୍କ ଭିଡ଼ିଓରେ ସେୟାର କରିବି। ମୋ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ। ଯଦି ମୋ ଚ୍ୟାନେଲ୍ ସବସ୍କ୍ରାଇବ୍ କରିନାହାନ୍ତି ଡୁ ସବସ୍କ୍ରାଇବ୍ ମାଇ ଚ୍ୟାନେଲ୍। ଆଜି ଆପଣମାନଙ୍କୁ ଭିଡ଼ିଓରେ ଆପଣଙ୍କ କୋଶ୍ଚିନ୍ର ବି ଆନ୍ସର୍ କରିବି। ବହୁତ ଜଣ କୋଶ୍ଚିନ୍ କରନ୍ତି, ବାବୁ କ'ଣ କରନ୍ତି, ମୁଁ କ'ଣ କରେ, ଆଉ ପ୍ରେଗନେନ୍ସି ରିଲେଟେଡ଼୍ ବି କିଛି କୋଶ୍ଚିନ୍ ମୋତେ ଆସିଥିଲା। ଥାଇରଏଡ଼୍ ମୋତେ ହେଇଛି ବୋଲି ମୁଁ କେମିତି କ'ଣ ଜାଣିଲି, ସବୁକିଛି ଆପଣମାନଙ୍କୁ ଭିଡ଼ିଓରେ ଏଣ୍ଡରେ କହିବି। ତ ଚାଲନ୍ତୁ ଆଜିର ବ୍ଲଗ୍ଟି ଷ୍ଟାର୍ଟ କରି। ଏଠି ଆମ ମାମା ରୋଷେଇ କରୁଛନ୍ତି। ଆମର ଆଜି ଅରୁଆ ଭାତ ତା ସହିତ ଡାଲମା ଆଉ ଦହି ବାଇଗଣଟା ହେବ। ହଁ ମଟର ପକାଇଛନ୍ତି, ମୁଁ ମଟର ପକାଇବା ଭୁଲି ଯାଇଥିଲି। ଦହି ବାଇଗଣ ହେବ ବୋଲି ବାଇଗଣ ପୁରା ଧୁଆ ହେଇକି କଟା ହେଇକି ମାମା କାଟିକି ରଖିଛନ୍ତି। ଶାଗ ବି ବାଛି ଦେଉଛନ୍ତି। ଆମର ଗୋଟେ ନୂଆ ଜିନିଷ ଆସିଛି ଘରକୁ। ଆଜି ଆମର ଗୋଟେ ନୂଆ ଜିନିଷ ଆସିଛି ଘରକୁ। ଆଜି ମକର ସଂକ୍ରାନ୍ତିରେ ଆସିବ ବୋଲିକି ହେଲା, ମାମା ଯାଇଥିଲେ ରାହାମା ଦେଖିକି ଆସିଲେ, ଫେରିକି ଆସିଲେ। ପଇସା ପତ୍ର ଟିକେ ଅଭାବରୁ ଶସ୍ତା ସୁନ୍ଦର ମଜବୁତ ଗୋଟେ ଦେଖିକି ଆଣିଛନ୍ତି। ମୁଁ କହୁଥିଲି କାଠର ଆଣ ନା, ପଇସା ନାହିଁ। ଆମ ବାବୁଙ୍କର ତ ଯେତେ ରୋଜଗାର କଲେ ସ୍ୱାମୀ ସ୍ତ୍ରୀ ଚାକିରିଆ, ତଥାପି ଆଗର ପଇସା ନାହିଁ। ମୁଁ ପଢ଼ିବି ତମେ ଏମିତି କଲେ। ସ୍ୱାମୀ ସ୍ତ୍ରୀ 2 ଜଣ ଚାକିରିଆ, ତଥାପି କହିବେ ମୋ ପାଖରେ ପଇସା ନାହିଁ। କ'ଣ କରନ୍ତି କି ଜାଣି ପଇସା। ଏଇଟା ଦେଖନ୍ତୁ ଆଲେନାଟା ଆଣିଛନ୍ତି, ଷ୍ଟିଲ୍ ଆଣେ ନା, ମୁଁ କହୁଛି ଖସିଯାଏ, ସେ କିନ୍ତୁ ଏଇଟା ସ୍କୋୟାର ବାଲା ଆଣିଛନ୍ତି, ତାକି ଖସିବନି। ଏଇଟା ଦେଖନ୍ତୁ ଆମର ଗୋଟେ ଆଇଲା। ଡ୍ରେସିଂ ଟେବୁଲଟା କ'ଣ କହୁଛ? ଆଲେ ଡ୍ରେସିଂ ଟେବୁଲଟା କେଉଁଦିନ ଆସିବ? 15,000 20,000 ପଡ଼ୁଛି ଡ୍ରେସିଂ ଟେବୁଲ। ଆଉ କହୁଛନ୍ତି ପଇସା ନାହିଁ ବୋଲି, ସେଥିପାଇଁ ଆସୁନାହିଁ। ମାଗଣା ଦେବେନି, 15,000 ତମ ପାଖରେ ନାହିଁ? ସ୍ୱାମୀ ସ୍ତ୍ରୀ 2 ଜଣ ଚାକିରି, ଏଠି କ'ଣ ଗୋଟେ ଡ୍ରେସିଂ ଟେବୁଲ କରିପାରୁନାହାନ୍ତି। ଯାହା ହଉ ଆଲେନାଟା ଆସିଯାଇଛି। ମାମାକୁ ଡାକିବା, ମାମା ଡାକୁନ ଦେଖିବେ। ଓହୋ, ମୋର ବେଶୀ ଏକ୍ସପେନ୍ସିଭ୍ ହେଇଯାଉଛି। ଆଉ କାହାର ହେଉଛି? ସେଇ କଥା କହୁଛି, ତମର ହିଁ ହେଉଛି। ଭଙ୍ଗା ଆଲେନା ଥିଲା, ଆମର ଏଠି ରାନୀ ବାହାର କରିଦେଲାଣି, ତା ଜାଗା କ୍ଲିୟର କଲାଣି। ମାମା ଭଲ କାଠଟା। ଆଉ କ'ଣ କରିବେ କାଠଟା? ଏଇ କାଠ ରଖିଦେବେ, ଡ୍ରେସିଂ ଟେବୁଲ ତିଆରି କରିବା ପାଇଁ ଦେଇଦେବା। ଆଜି ଗଲାଣି 11ଟା 45। ଏଇଠି ଅରେଞ୍ଜ 2ଟା ଖାଉଛି, ଭୋକ ଲାଗିଲାଣି ଜୋରରେ, ମାନେ ଖାଲି ଘଣ୍ଟା ଭୋକ ଲାଗୁଛି। ତ ସେଇଥିପାଇଁ ଅରେଞ୍ଜ 2ଟା ନେଇ ଆସିଛି। ଏବେ ଅରେଞ୍ଜ ଖାଇବି, ତାପରେ 1 ସାଢ଼େ 1 ବେଳକୁ ଭାତ ଖାଇବି। ଆଉ ଏଠି ଚାଲିଛି ଝଡ଼ାଝଡ଼ି ଧୁଆଧୁଇ, ଦେଖୁନାହାନ୍ତି ଏ ତା ଉପରେ ବହିଛନ୍ତି। ଦେଇଦେଉଛି କବାଟ, ତମେ ସେଠି ଥାଅ। ମୋତେ ଭୋକ ଲାଗିଲାଣି ଜୋରରେ, ମୁଁ ଯାଉଛି ଖାଇବା ପାଇଁ। ମୋତେ ଜୋରରେ ଭୋକ ଲାଗିଲାଣି, ତାଙ୍କର ସରିନି ଏପର୍ଯ୍ୟନ୍ତ, 1 ବାଜିଲାଣି। ତ ମୁଁ ଏଇଠି ଭାତ ଡାଲି ଦହି ବାଇଗଣ ଯାହା ହେଇଥିଲା ଖାଉଥିଲି ଉଠିକି ଯାଇଛି। ଆମେ ଦେଖନ୍ତୁ ଖାଉଛୁ ଏବେ ଶାଗ, ଭାତ, ଡାଲମା ଆଉ ଦହି ବାଇଗଣ, କୋବି ଭଜା, ଶାଗ ଭଜା ଏଇଠି ଥୋଇଛି, ଲେମ୍ବୁ ଲଙ୍କା ଚକଟା। ଆଉ ମାମା ଏଠି ରୁଟି ଖାଉଛନ୍ତି। ଆମେ ସବୁ ଏଠି ବସି ଖାଉଛୁ। ଆମର ଯାହା ବି ହେଲେ ରାତି ହେଇଯାଉଛି, ଏଇଟା ସଫାସଫି ଏବେ ଚାଲିଛି। ତ ଇଏ ଅଛନ୍ତି ଘରେ, ତେଣୁକରି ଘରଟା ଟିକେ ସଫାସଫି ହେଉଛି। ଆଉ ଏଗୁଡ଼ା ସବୁ ମାମା ତାଙ୍କ ପୁରୁଣା ଶାଢ଼ୀ ଗୁଡ଼ା ଗୋଟେ ଆଟାଚରେ ପୁରଉଛନ୍ତି। କ'ଣ କହୁଛ ତମେ? କ'ଣ କହୁଛ? ବାଜିଛି 6ଟା, ତ ଆମେ ଯାଉଛୁ ପଢ଼ିବୁ ଭାଗବତ ଗୀତା ଆଉ ହନୁମାନ ଚାଳିଶା। ଏଇଠି ବସିକି ପଢ଼ିବୁ, ଆଜିଠୁ ଷ୍ଟାର୍ଟ କରୁଛୁ ଆମେ ପାଠ ପଢ଼ିବା। କାହିଁକିନା ଇଏ ଆସି ଥୁଆ ହେଲାଣି ପର୍ସରେ ଆସି ଥୁଆ ହେଲାଣି କେବେଠୁ, କିନ୍ତୁ ମୁଁ ପଢ଼ିବି ବୋଲି ପଢ଼ିପାରୁନି, କୁଡ଼ିଆ ହେଇକି ବସିଛି। ଆଜି ଫାଇନାଲ୍ ପଢ଼ି, ମାମା କାଲି କହିଲେ ନାଇଁ ତୁ ପଢ଼େ, ଭଲ ପିଲା ପାଇଁକି। ତ ସେଇଥିପାଇଁ ହନୁମାନ ଚାଳିଶା ଡେଲି ପଢ଼ିବି, ଆଉ ଭଗବତ ଗୀତା ବି ପଢ଼ିବି। ତ ଚାଲନ୍ତୁ ଆଗ ହନୁମାନ ଚାଳିଶାରୁ ଷ୍ଟାର୍ଟ କରିବା।
तो इतना तो मैं पढ़ी ଏବେ ଷ୍ଟାର୍ଟ କରିବା ଭଗବତ ଗୀତା ଆଉ ଭଗବତ ଗୀତା ପଢ଼ିବା ପ୍ରଥମ ଅଧ୍ୟାୟରୁ ଷ୍ଟାର୍ଟ କରିବା। ମୁଁ ଚା କରିକି ଆଣିଛି ମୋ ବାବୁଙ୍କ ପାଇଁକି। ନିଅନ୍ତୁ, ଚାର ଅଭ୍ୟାସ ପଡ଼ିଗଲାଣି ନା, ଜମା ପଡ଼ିନି। କ'ଣ ଖାଲି ଫୋନ୍ ଦେଖୁଛ? ମୋତେ ନେଇକି ଆଇଛନ୍ତି ଛୁଟି ପକେଇକି, ଦେଖିଲା ବେଳକୁ ଖାଲି ଫୋନ୍। ମୋ ସାଙ୍ଗେ ଟିକେ କଥାବାର୍ତ୍ତା ନାହିଁ, କିଛି ନାହିଁ, ଖାଲି ତ ଫୋନ୍ ଆଉ। ବାଜିଗଲାଣି 10ଟା। ତ ମୁଁ ଏଇଠି ଖାଉଛି। ଦେଖନ୍ତୁ ଆମର ଭୋଜିରୁ ଆସିଥିଲା ମଟର ଆଉ ପନିର, କୋବି ତରକାରୀ, ଡାଲମା, ପୁରୀ, କ୍ଷୀରି। ଏଇ ସକାଳର ଡାଲମା ଥିଲା, ଏଇଟା ମିଶେଇକି ମାମାଙ୍କର ମୋର ଖାଇବୁ ଅବିକା। ତ ଚାଲନ୍ତୁ ଖାଇବା। ମୋତେ ତ ଭୋଜି ଖାଇବା ଏତେ ପସନ୍ଦ ଲାଗୁନି, ମାନେ ବାନ୍ତି ଲାଗୁଛି ଭୋଜି ବାସ୍ନାଟା ହେଲା ବେଳକୁ। ଗୋଟେ ଘର ଖାଇବାଟା ବେଶୀ ଭଲ ଲାଗୁଛି। କ'ଣ ଖାଇକି ଆଇଛ ତ ତମେ ଭୋଜି? मन भरिकी खाइछ तो? वहाँ पे तुम्हारा जगह कम दिए। ଏବେ ବାଜିଗଲାଣି 10:30। ତ ଆମେ ଏବେ ଯାଉଛୁ ଶୋଇବା ପାଇଁକି। ତ ଯେମିତିକି ମୁଁ କହିଥିଲି ଆପଣମାନଙ୍କୁ ଜଣେଇବି କ'ଣ ସବୁ ଥାଇରଏଡ଼ ମୋର 6 ପଏଣ୍ଟ ସମଥିଙ୍ଗ କେତେ ଗୋଟେ ଅଛି। ତ ସିଏ ତାଙ୍କର ମେଡ଼ିସିନ ଭାଗୁଛନ୍ତି, ରାତି ଟାଇମ୍ ମେଡ଼ିସିନ ଖୁଆଇବା ତାଙ୍କ ଦାୟିତ୍ୱ। ତ ଏବେ ସରିଲା ସବୁ କାମ, ମାନେ ଯାହା ମେଡ଼ିସିନ ଖାଇବା, କ୍ଷୀର ପିଇବା ସବୁ ସରିଲା। ଏବେ ଯାଉଛୁ ଆମେ ଶୋଇବୁ। ସୋ ଆପଣମାନେ ବହୁତ ସାରା କମେଣ୍ଟ କରିଥିଲେ କି ପ୍ରେଗନେନ୍ସି ଟାଇମ୍ରେ କିଛି ହେଲ୍ଥ ଇସ୍ୟୁଜ୍ ରହୁଛି କି ନାହିଁ। ଜଣେ ଭାଇ କମେଣ୍ଟ କରିଥିଲେ। ତ ହେଲ୍ଥ ଇସ୍ୟୁଜ୍ କହିବାକୁ ଗଲେ ମୋ ଥଣ୍ଡା ଜମା ଛାଡ଼ୁନି ଥଣ୍ଡା। ଯେତେ ମୁଁ ମାନେ ଡେରିରେ ବି ଗାଧଉଛି, ମାମା କହୁଛନ୍ତି ଡେରିରେ ଗାଧୋଇବା ପାଇଁ, ଡେରିରେ ଗାଧଉଛି, ସବୁ କରିକିରି ବି ଥଣ୍ଡା ଛାଡ଼ୁନି। ଟିକେ ଯାହା ବି ହେଲେ କଫ ରହୁଛି ମୋ ଦେହରେ। ଆଉ ଜଣେ ସବସ୍କ୍ରାଇବର ମୋତେ କମେଣ୍ଟ କରିଥିଲେ, ମଧୁସ୍ମିତା। ସେ କହିଥିଲେ କି ଥାଇରଏଡ଼ରେ କିଛି କନସିଭ୍ କରିବା ପାଇଁ ପ୍ରୋବ୍ଲେମ୍ ଅଛି କି? ତ ଥାଇରଏଡ଼ରେ କିଛି କନସିଭ୍ କରିବାର ପ୍ରୋବ୍ଲେମ୍ ନାହିଁ। ବଟ୍ ଯେବେ ବି ଆପଣ କନସିଭ୍ କରିବେ, ଯଦି ଆପଣମାନଙ୍କର ଥାଇରଏଡ଼ ନଥିବ, ଥାଇରଏଡ଼ ବାହାରିବ। ମୋର ସେୟା ହିଁ ହେଲା। ମୋର ଥାଇରଏଡ଼ କିଛି ନଥିଲା। ଫାଷ୍ଟ ଯେତେବେଳେ କନସିଭ୍ କଲି, ଯାଇ ଟେଷ୍ଟ କଲାବେଳକୁ ଥାଇରଏଡ଼ ବାହାରିଲା। ତ ସେବେଠୁ ହିଁ ମୁଁ ମେଡ଼ିସିନ କଣ୍ଟିନ୍ୟୁ କରୁଛି। ସୋ ଆପଣମାନେ ଯେଉଁମାନେ ମୋର ପୁରୁଣା ସବସ୍କ୍ରାଇବର, ସେମାନେ ତ ଜାଣିଥିବେ ମୁଁ କ'ଣ ଜବ୍ କରେ। ବଟ୍ ଯେଉଁମାନେ ଏବେ ନ୍ୟୁ ସବସ୍କ୍ରାଇବର ଆସିଛନ୍ତି, ସେମାନେ ଜାଣିନାହାନ୍ତି। ତ ମୁଁ ସେମାନଙ୍କୁ କହିଦେଉଛି। ସେଇଟା ବି ବହୁତ ସାରା କମେଣ୍ଟ ଆସେ କି ତୁମେ କେଉଁ ସେକ୍ଟରରେ ଜବ୍ କର। ତ ମୁଁ ICICI ବ୍ୟାଙ୍କରେ ଜବ୍ କରୁଛି। 6 ମନ୍ଥ ଅଛି ମ୍ୟାଟର୍ନିଟି ଲିଭ୍ରେ। ତ ମୁଁ ICICI ବ୍ୟାଙ୍କରେ ଜବ୍ କରେ। ଆଉ ଜଣେ ଭାଇ କମେଣ୍ଟ କରିଥିଲେ କି ତୁମର କେତେ ୱିକ୍ସ ଚାଲିଛି। ତ ମୋର ଏଇଟା 31 ୱିକ୍ସ ଚାଲିଛି। ନେକ୍ସଟ ୱିକ୍ରୁ ମୋର 32 ହେଇଯିବ। ତ ଜଣା ବି ପଡ଼ିଲାନି କେବେ ଫାଷ୍ଟ ମନ୍ଥରୁ ନେଇକିରି 8 ମନ୍ଥ ମୋର କମ୍ପ୍ଲିଟ୍ ହେବାକୁ ଏବେ ବସିଲାଣି। ଆଉ କିଛି ଦିନ ପରେ ପୁଣି ମେଡ଼ିକାଲ ଯିବି, ମାନେ ଡକ୍ଟରଙ୍କୁ ଚେକଅପ୍ କରିବି। ଲାଷ୍ଟ ଚେକଅପ୍ ମୋର ହେବ। ତ ଲାଷ୍ଟ ଚେକଅପ୍ରେ ଡକ୍ଟର କହିଦେବେ କି ଡେଲିଭରି ଡେଟ୍, ତାର ସବୁ ଯାହା ବି କହିବାର ଥାଏ, ତ ସେଇଟା ସବୁ କହିଦେବେ। ତ ଜଣା ବି ପଡ଼ିଲାନି କେତେ ଜଲ୍ଦି ଟାଇମ୍ ସବୁ ପଳେଇଲା। ସୋ ଗାଇଜ୍, ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଆଇ ହୋପ୍ ଆପଣମାନଙ୍କର ସବୁ କ୍ୱେଶ୍ଚିନ୍ ଆନ୍ସର୍ ମୋତେ ଆପଣମାନଙ୍କୁ ମିଳିଯାଇଥିବ। ଯଦି କିଛି କ୍ୱେଶ୍ଚିନ୍ ମୁଁ ମିସ୍ କରିଛି, ତାହେଲେ ମୋତେ ଏଇ ଭିଡ଼ିଓରେ କମେଣ୍ଟ କରନ୍ତୁ। ମୁଁ ନେକ୍ସଟ ଭିଡ଼ିଓରେ ଆପଣମାନଙ୍କୁ ଆନ୍ସର୍ କରିବି। ତ ସି ୟୁ ଇନ୍ ମାଇ ନେକ୍ସଟ ଭିଡ଼ିଓ। ବାଏ, ଗୁଡ୍ ନାଇଟ୍, ଜୟ ଜଗନ୍ନାଥ।